ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପର୍ତ୍ତୁଗାଲ ଗସ୍ତରେ ରାଷ୍ଟ୍ରପତି ଆଜି ପ୍ରତିପକ୍ଷଙ୍କ ସହ କରିବେ ପ୍ରତିନିଧିସ୍ତରୀୟ ଆଲୋଚନା। ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଗତ ସନ୍ଧ୍ୟାରେ ଜାମ୍ମୁରେ ପହଞ୍ଚିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ନୌସେନା କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟ। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ। ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆକୁ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପର୍ତ୍ତୁଗାଲର ଲିସବନ୍ଠାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପର୍ତ୍ତୁଗାଲ ପ୍ରତିପକ୍ଷ ମାର୍ସେଲୋ ରିବେଲୋ ଡି ସୋସାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ସେ ମଧ୍ୟ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋ ଏବଂ ନ୍ୟାସନାଲ୍ ଆସେମ୍ବ୍ଲିର ଅଧ୍ୟକ୍ଷ ଜୋସ୍ ପେଡ୍ରୋ ଆଗିୱାର ବ୍ରାଙ୍କୋଙ୍କ ସହ ଆଲୋଚନା କରିବେ। ଲିସବନ୍ର ମେୟର ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଭାରତୀୟ ଗବେଷକଙ୍କୁ ରାଷ୍ଟ୍ରପତି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଦୀର୍ଘ 27 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଉଭୟ ଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଇଛି। ସେହିଭଳି ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା 9 ଏବଂ 10 ତାରିଖରେ ରାଷ୍ଟ୍ରପତି ମୁର୍ମୁ ସ୍ଲୋଭାକିଆ ଗସ୍ତରେ ଯିବେ। ସେଠାରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲେଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 29 ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମ ଥର ପାଇଁ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାମ୍ମୁ ଅଞ୍ଚଳରେ ଆତଙ୍କବାଦ କାର୍ଯ୍ୟକଳାପକୁ ଖୁବ୍ ଶୀଘ୍ର ନିୟନ୍ତ୍ରଣକୁ ଅଣାଯିବ। ଜାମ୍ମୁର ତ୍ରିକୁଟନଗରସ୍ଥିତ ବିଜେପି ମୁଖ୍ୟାଳୟଠାରେ ଜାମ୍ମୁ କାଶ୍ମୀର ଦଳୀୟ ବିଧାୟକଙ୍କ ସହ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବାରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସୂଚନାଯୋଗ୍ୟ ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଗତ ସନ୍ଧ୍ୟାରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ପହଞ୍ଚିଛନ୍ତି। ଏହି ଅବସରରେ ସେ ସୁରକ୍ଷା କର୍ମୀଙ୍କ ସହ ମତ ବିନିମୟ କରିବା ସହିତ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ସୀମା ଆଜି ପ୍ରଦର୍ଶନ କରିବା ସହିତ ଶ୍ରୀ ଶାହା କଠୁଆ ଜିଲ୍ଲାର ବିଏସ୍ଏଫ୍ ସୀମା ପୋଷ୍ଟକୁ ଯାଇ ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ। ଅପରାହ୍ନରେ ଶ୍ରୀ ଶାହା ଜାମ୍ମୁ ରାଜଭବନରେ ଜାମ୍ମୁ କାଶ୍ମୀର ପୁଲିସର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହିତ ଅନୁକମ୍ପା ଭିତ୍ତିରେ ମନୋନୀତ ହୋଇଥିବା କେତେକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଆଜି ସନ୍ଧ୍ୟାରେ ଶ୍ରୀ ଶାହା ଶ୍ରୀନଗର ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀନଗରଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସହିତ ଶ୍ରୀ ଅମରନାଥ ଯାତ୍ରାର ବାର୍ଷିକ ତୀର୍ଥଯାତ୍ରା ନେଇ ଆଲୋଚନା କରିବେ। ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ କେତେକ ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ନୌସେନା କମାଣ୍ଡର ସମ୍ମିଳନୀ 2025ର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହେଉଛି। 4 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଶୀର୍ଷ ନୌସେନା କମାଣ୍ଡରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରଣନୈତିକ, ପରିଚାଳନାଗତ ଏବଂ ପ୍ରଶାସନିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା କ୍ଷେତ୍ରରେ ଭାରତୀୟ ନୌସେନାର ଅବଦାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଦ୍ୱିବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଥାଏ। ଭାରତ ମହାସାଗରୀୟ ଅଞ୍ଚଳରେ ପସନ୍ଦର ସୁରକ୍ଷା ସହଯୋଗୀ ଭାବରେ ଭାରତର ଭୂମିକା ଉପରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଥାଏ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ମାନବ ସମ୍ବଳ ବିକାଶ, ପ୍ରଶିକ୍ଷଣ, ପ୍ରଶାସନ, ପରିଚାଳନା ଆଦି ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ସମୀକ୍ଷା କରାଯିବାର କାର୍ଯ୍ୟସୂଚୀ ରହିଛି। 3 ସେନା ମଧ୍ୟରେ ସମନ୍ୱୟ ବୃଦ୍ଧି ଲକ୍ଷ୍ୟ ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ସେନା ମୁଖ୍ୟ ଏବଂ ବାୟୁସେନା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସାମରିକ ଶୀର୍ଷ ଅଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ବୈଦେଶିକ ନୀତି ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଏହି ବୈଠକରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ଭାରତର G20 ଶେର୍ପା ଅମିତାଭ କାନ୍ତ ଯୋଗଦେଇ ସେନା ଅଧିକାରୀଙ୍କ ସହ ମତ ବିନିମୟ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର 3 ଦିନିଆ ବୈଠକ ଆଜିଠାରୁ ମୁମ୍ବାଇଠାରେ ଆରମ୍ଭ ହେଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହା ପ୍ରଥମ ମୁଦ୍ରାନୀତି ବୈଠକ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ ଋଣ ହାର ନେଇ ଆସନ୍ତା ବୁଧବାର ଦିନ ବୈଠକ ପରେ ଘୋଷଣା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରତି 2 ମାସରେ ମୁଦ୍ରାନୀତି ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ କାରବାର, ମୁଦ୍ରାସ୍ଫୀତି ଏବଂ ଅନ୍ୟାନ୍ୟ ଆର୍ଥିକ ସୂଚକାଙ୍କ ଆଧାରରେ ସୁଧ ହାର ନିର୍ଦ୍ଧାରଣ କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ସମଗ୍ର ବିଶ୍ୱରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ସୁସ୍ଥ ଜୀବନଶୈଳୀ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲ 7 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ହେଉଛି ପ୍ରତିଷ୍ଠା ଦିବସ। 1948 ମସିହା ଏପ୍ରିଲ 7 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ ରହିଛି ସୁସ୍ଥ ଆରମ୍ଭ, ଆଶାଜନକ ଭବିଷ୍ୟତ। 1950 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଦେଶବାସୀଙ୍କୁ ସୁଲଭ ତଥା ନିରନ୍ତର ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେଗୁଡ଼ିକ ମଧ୍ୟରେ ଆୟୁଷ୍ମାନ ଭାରତ, ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଦି ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 55 କୋଟିରୁ ଅଧିକ ହିତାଧିକାରୀ ସ୍ୱାସ୍ଥ୍ୟ ସୁବିଧା ପାଇପାରୁଛନ୍ତି। ଏହି ଯୋଜନା ଅଧୀନରେ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ 40 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ସାରିଛି। ଦେଶରେ ଏପର୍ଯ୍ୟନ୍ତ 1,76,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଆଜିଠାରୁ 2 ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହେଉଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବିଚାର ବିମର୍ଶ କରାଯିବ। ଦେଶର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ ଅଂଶୀଦାର ଏହି ଶିବିରରେ ଯୋଗଦେଇ ପ୍ରମୁଖ ସାମାଜିକ ନ୍ୟାୟ ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ମତ ବିନିମୟ କରିବେ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ଏବଂ ତୃଣମୂଳ ସ୍ତରରେ ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଏହି ଚିନ୍ତନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଗୋଷ୍ଠୀ ନେତୃତ୍ୱରେ ଜଳ ସଂରକ୍ଷଣ ଅଭିଯାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନର ପୂର୍ବତନ ମହାନିର୍ଦ୍ଦେଶକ ଜି ଅଶୋକ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସର 75 ଦିନିଆ ଅବଗଣନା ଅବସରରେ ଯୋଗ ମହୋତ୍ସବ 2025ର ଆୟୋଜନ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଏକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 8ଟା ପର୍ଯ୍ୟନ୍ତ ଚାଲିବ। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଏଥିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମିଳିତ ଯୋଗ ମାର୍ଗଦର୍ଶିକାର ବ୍ରେଲ୍ ସଂସ୍କରଣ ଶୁଭାରମ୍ଭ ହୋଇଥିଲା। ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ଗୁଜରାଟ ଟାଇଟନ୍ସ ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ସନ୍ରାଇଜର୍ସ 8 ୱିକେଟ୍ରେ 152 ରନ୍ ସଂଗ୍ରହ କରିଥିଲା। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ 4ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ସାଇ କିଶୋର ଏବଂ ପ୍ରସିଦ୍ଧ କ୍ରିଷ୍ଣା 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 153 ରନ୍ର ବିଜୟ ଲକ୍ଷ୍ୟକୁ ଗୁଜରାଟର 16 ଓଭର 4ଟି ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ ଅପରାଜିତ 61 ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ଟାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବତନ ବିଶ୍ୱ ଚମ୍ପିୟନ୍ ଭାରତର ରୁଦ୍ରାଂଶ ବାଲାସାହେବ ପାଟିଲ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ 2025 ପ୍ରତିଯୋଗିତାର ପୁରୁଷ ବର୍ଗ 10 ମିଟର ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଆଇଏସ୍ଏସ୍ଏଫ୍ ୱାର୍ଲଡ କପ୍ ଟାଇଟଲ୍ ହାସଲ କରିବାରେ ରୁଦ୍ରାଂଶଙ୍କର ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣପଦକ। 2023ରେ ସେ କାଇରୋଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଏଥିସହ ଏହି ପ୍ରତିଯୋଗିତାରେ ଭାରତ ଚୀନ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଉଭୟ ଦେଶ 2ଟି ସ୍ୱର୍ଣ୍ଣ, 1 ରୌପ୍ୟ ଏବଂ 1 ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆହୁରି 8ଟି ବର୍ଗରେ ଫାଇନାଲ୍ ମ୍ୟାଚ୍ ଖେଳ ବାକି ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପର୍ତ୍ତୁଗାଲ ଗସ୍ତରେ ରାଷ୍ଟ୍ରପତି ଆଜି ପ୍ରତିପକ୍ଷଙ୍କ ସହ କରିବେ ପ୍ରତିନିଧିସ୍ତରୀୟ ଆଲୋଚନା। ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଗତ ସନ୍ଧ୍ୟାରେ ଜାମ୍ମୁରେ ପହଞ୍ଚିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ନୌସେନା କମାଣ୍ଡର ସମ୍ମିଳନୀର 2ୟ ପର୍ଯ୍ୟାୟ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସମ୍ବାଦ ଶେଷ ହେଲା।